ଜୟ ଜଗନ୍ନାଥ। ବର୍ତ୍ତମାନ ଲୋକକଥା ପ୍ରଚଳିତ ହେଉଛି ଏଇ ଯେମିତି ତମେ ତ ତମେ, ଭଗବାନ କୃଷ୍ଣ ମଧ୍ୟ ଦିନେ ଗଧପାଦ ଧରିଥିଲେ। ଯିଏ କ୍ଷଣକରେ ସବୁ ପରିବର୍ତ୍ତନ କରିପାରନ୍ତି, ସବୁ ଅସମ୍ଭବକୁ ସମ୍ଭବ କରିପାରନ୍ତି, ସେଇ ପରମ ପୁରୁଷ ଲୀଳାମୟ ଠାକୁର ଶ୍ରୀକୃଷ୍ଣ ପୁଣି ଦିନେ ଗଧପାଦ ଧରିଥିଲେ। କାହିଁକି? ଆଜିର କାହାଣୀଟି ଆରମ୍ଭ କରିବା ପୂର୍ବରୁ ଯିଏ ଚ୍ୟାନେଲରେ ନୂଆ ଅଛନ୍ତି, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ମହାଭାରତ କଥା। ମହାରାଜ ଯୁଧିଷ୍ଠିର ଏକ ରାଜସ୍ୱ ଯଜ୍ଞ ଆରମ୍ଭ କଲେ। ଯେଉଁ ଯଜ୍ଞରେ ହାରାହାରି 1,00,000 ରାଜାଙ୍କୁ ନିମନ୍ତ୍ରଣ କରିବାର ଥିଲା। କିନ୍ତୁ ଭଗବାନଙ୍କୁ ଜ୍ଞାତ ହେଲା ଯେ ଜରାସନ୍ଧ ନାମକ ଏକ ରାକ୍ଷସ 1,00,000ରୁ 2 ଜଣ କମ୍ ରାଜାଙ୍କୁ ବନ୍ଦୀ କରି ରଖିଛି। ସେ ମଧ୍ୟ ଗୋଟିଏ ଯଜ୍ଞ କରୁଛି। ଯଜ୍ଞରେ ସେହି ରାଜାମାନଙ୍କୁ ସେ ବଳି ଦେବ। ଏହି କ୍ଷେତ୍ରରେ ଭଗବାନଙ୍କର ଆଭିମୁଖ୍ୟ ଥିଲା ଜରାସନ୍ଧକୁ ବଧ କରି ଯଜ୍ଞରେ ସମସ୍ତ ରାଜାଙ୍କୁ ଉପସ୍ଥିତ କରିବା। ତେଣୁ ଶ୍ରୀକୃଷ୍ଣ ଛଦ୍ମ ବେଶରେ ଜରାସନ୍ଧ ରାଜ୍ୟକୁ ଯାଇଛନ୍ତି। ବ୍ରାହ୍ମଣ ବେଶରେ ସାଙ୍ଗରେ ଅର୍ଜୁନ ଓ ଭୀମ ମଧ୍ୟ ଯାଇଛନ୍ତି। ସେଠିକୁ ଯାଇ ଦେଖିଛନ୍ତି 4ଟି ଦ୍ୱାରକୁ ଅତିକ୍ରମ କରିବାକୁ ହେବ। ପ୍ରଥମ ଦ୍ୱାରରେ ଜରାସନ୍ଧ ନିଜର ପୁଅକୁ ଜଗାଇଛି, ଯିଏକି ବହୁତ ଜ୍ଞାନୀ ଓ ବଳବାନ। ଦ୍ୱିତୀୟ ଦ୍ୱାରରେ ଶିମିଳି ବୃକ୍ଷ ରହିଛି। ତୃତୀୟ ଦ୍ୱାରରେ ଭେରୀ ରହିଛି। ଚତୁର୍ଥ ଦ୍ୱାରରେ ଗଧ ଜଗି ରହିଛି। ପ୍ରଥମ ଦ୍ୱାର ଅତିକ୍ରମ କରିବା ପାଇଁ ଭଗବାନ କୃଷ୍ଣ ବେଦ ପାଠ କଲେ। ଜରାସନ୍ଧର ପୁଅ ସହଦେବ ଶୁଣି ଅତ୍ୟନ୍ତ ଖୁସି ହୋଇ ଶୀଘ୍ର ଦ୍ୱାର ଛାଡ଼ିଦେଲେ। ଦ୍ୱିତୀୟ ଦ୍ୱାର ଶିମିଳି ବୃକ୍ଷ ଜଗିଥାଏ। ଯେତେବେଳେ ଶତ୍ରୁ ଦ୍ୱିତୀୟ ଦ୍ୱାରକୁ ଆସିବ, ଥୁଣ୍ଟା ଶିମିଳି ବୃକ୍ଷ ପୁଷ୍ପପୂର୍ଣ୍ଣ ହୋଇଯିବ ଏବଂ ଏହି ସମୟରେ ଜରାସନ୍ଧ ଜାଣିପାରିବ ତା ରାଜ୍ୟକୁ ଶତ୍ରୁ ଆସିଲେ। ଅର୍ଜୁନ ପବନ ଅସ୍ତ୍ର ପ୍ରୟୋଗ କରି ପୁଷ୍ପକୁ ଉଡ଼ାଇ ଦେଇଛନ୍ତି, ଯାହାଫଳରେ ଜରାସନ୍ଧ ତାହା ଜାଣିପାରି ନାହିଁ। ତୃତୀୟ ଦ୍ୱାର ଜଗିଥାଏ ଭେରୀ। ଭେରୀ ହେଉଛି ତୁରୀ ଭଳି ଏକ ବାଦ୍ୟଯନ୍ତ୍ର। ଯେତେବେଳେ ଭେରୀ ବାଜିବା ଆରମ୍ଭ ହୋଇଛି, ଶ୍ରୀକୃଷ୍ଣ ତାଙ୍କର 5 ଜନ ଶଙ୍ଖ ଭେରୀ ମୁହଁରେ ପୂରାଇ ଦେଲେ। ତାପରେ ଭେରୀ ଶବ୍ଦ ବଦଳି ଶଙ୍ଖ ଶବ୍ଦ ପରି ହେଲା, ଯାହାର ଶବ୍ଦ ଜରାସନ୍ଧ ପାଖରେ ପହଞ୍ଚି ପାରିଲା ନାହିଁ। ଏହାପରେ ଶେଷ ଦ୍ୱାର ବା ଚତୁର୍ଥ ଦ୍ୱାର, ଯାହାକୁ ନେଇ ଆମର ଆଜିର ବିଷୟ, ଯାହାକୁ ଜଗିଛି ଗଧ। ଶତ୍ରୁ ଦେଖିଲେ ବୋବାଇବା ସହ ତାର 2 ଗୋଡ଼ ଟେକିବା ଆରମ୍ଭ କରେ। ଯେତେବେଳେ ଶ୍ରୀକୃଷ୍ଣ, ଭୀମ, ଅର୍ଜୁନ ଚତୁର୍ଥ ଦ୍ୱାରରେ ପହଞ୍ଚିଛନ୍ତି, ସେତିକିବେଳେ ଗଧ 2 ଗୋଡ଼ ଟେକି ବୋବାଇବା ଆରମ୍ଭ କରିଛି। ଠିକ୍ ଏହି ସମୟରେ ଭଗବାନ ଶ୍ରୀକୃଷ୍ଣ ତାଙ୍କର 5 ଜନ ଶଙ୍ଖକୁ ବାମ ହାତରେ ଗଧର ପାଟିରେ ପୂରାଇ ଦେଲେ ଏବଂ ଡାହାଣ ହାତରେ ତାର 2 ଗୋଡ଼କୁ ଧରି ପକାଇଲେ। ସେହି ଦିନଠାରୁ ଆଜିର ଲୋକକଥାରେ ରହିଆସିଛି ଭଗବାନ ଦିନେ ଗଧପାଦ ଧରିଥିଲେ।